ନାଇଁ କଥା ହେଉଛି ଏକ୍ଜିଟ୍ ପୋଲ୍ଟା ଏକ୍ଜାକ୍ଟ ପୋଲ୍ ନୁହଁ। ଅନେକ ସମୟରେ ଏକ୍ଜିଟ୍ ପୋଲ୍ ଯାହା କହିଥାଏ ଏକ୍ଜାକ୍ଟ ପୋଲ୍ରେ ତା'ର ବିପରୀତ ଘଟିଥାଏ। ତେଣୁ ସେ ଦୃଷ୍ଟିରୁ ଆଉ ତ ମାତ୍ର 48 ଘଣ୍ଟା ପରେ ଜଣାପଡ଼ିଯିବ ଏକ୍ଜାକ୍ଟ ପୋଲ୍। ତେଣୁକରି ଏକ୍ଜିଟ୍ ପୋଲ୍କୁ ନେଇକରି ଆମେମାନେ ଉତ୍ସାହିତ ହେବା ବା ସେ ବିଷୟ ନେଇକରି କୌଣସି ମତାମତ ଦେବା ସପକ୍ଷରେ ମୁଁ ନୁହେଁ। ଦେଖିବା ଆଉ ତ ଆଜି ହେଲା 2 ତାରିଖ, ଆଉ ଗୋଟେ ଦିନ ପରେ ବାହାରିଯିବ ରେଜଲ୍ଟ। ଏତିକି ବେଳକୁ ରେଜଲ୍ଟ ଆମେ ଜାଣିସାରିଥିବା, କିଏ ଜିତିଲା କିଏ ହାରିଲା, ଏବଂ ସେତେବେଳେ ଆମେ ସମୀକ୍ଷା କରିପାରିବା ଯେ ଜିତିଲା କ'ଣ ପାଇଁ ଜିତିଲା, ଯିଏ ହାରିଲା କ'ଣ ପାଇଁ ହାରିଲା। ତେଣୁକରି ଏକ୍ଜିଟ୍ ପୋଲ୍କୁ ନେଇକରି ଆମେ ଉତ୍ସାହିତ ହେବା ବା ସେଭଳି କିଛି ମନ୍ତବ୍ୟ ଦେବା ଆଦୌ ସମୀଚୀନ ହେବ ନାହିଁ ବୋଲି ମୁଁ ବ୍ୟକ୍ତିଗତ ଭାବରେ ଅନୁଭବ କରୁଛି। ପୋଲ୍ ଶୁଣିକରି ତ ଅନେକ ଉତ୍ସାହିତ ହୋଇଛନ୍ତି, ଅନେକ ବି ମର୍ମାହତ ହୋଇଛନ୍ତି। ବିଜେପି ଯେତେ ମାତ୍ରାରେ ଉତ୍ସାହିତ ହୋଇଛି, ବିଜେଡ଼ିର କିଛି କର୍ମୀ ଅନୁରୂପ ପରିମାଣର ସେ ହତୋତ୍ସାହ ହୋଇପଡ଼ିଛନ୍ତି। ତେଣୁକରି ଏଥିରେ କିଛି ଆବଶ୍ୟକତା ନାହିଁ, କାରଣ ଆଉ ମାତ୍ର 24 ଘଣ୍ଟା ପରେ ଜଣାପଡ଼ିଯିବ ଏକ୍ଜାକ୍ଟ ପୋଲ୍ଟା କ'ଣ, କିଏ ଜିତିଲା କିଏ ହାରିଲା, ଏବଂ ସେତେବେଳେ ମତାମତ ଦେବା ବା ସେତିକିବେଳେ ସେଲିବ୍ରେଟ୍ କରିବାଟା ଯଥାର୍ଥତା ଅଛି। ବର୍ତ୍ତମାନ ସେଲିବ୍ରେଟ୍ କରିବା ବା ତାକୁ ନେଇକରି ଉତ୍ସାହିତ ହେବା, କଳିକଜିଆ କରିବା ଏବଂ ଦାଣ୍ଡରେ ନାଚିବା ଢୋଲ ବଜେଇକି ତା'ର କିଛି ଆବଶ୍ୟକତା ନାହିଁ ବୋଲି ମୁଁ ଅନୁଭବ କରୁଛି। ଯେ ଅଧିକାଂଶ ମିଡ଼ିଆ ଓଡ଼ିଶାରେ ଏବଂ କେନ୍ଦ୍ରରେ ସେମାନେ ଗୋଟେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଦ୍ୱାରା ପ୍ରଭାବିତ ହୋଇଥାନ୍ତି ଏବଂ ସେମାନଙ୍କ ସପକ୍ଷରେ ସବୁବେଳେ ମତାମତ ଦେଇଥାନ୍ତି। ଏପରିକି ନିର୍ବାଚନ ସମୟରେ ମଧ୍ୟ ସେମାନଙ୍କ ପାଇଁ ପ୍ରଚାର କରିଥାନ୍ତି। ତେଣୁକରି ଏଥିରେ ଆମେ କିଛି ଆଶ୍ଚର୍ଯ୍ୟ ହେବାର କାରଣ ନାହିଁ, କାରଣ ଯେଉଁ ମିଡ଼ିଆମାନେ ଦେଇଛନ୍ତି ମୋଦିଙ୍କ ସପକ୍ଷରେ ମତାମତ, ସେମାନେ ଯେ ତାଙ୍କ ଦ୍ୱାରା ଉପକୃତ ହେଉଛନ୍ତି ବିଭିନ୍ନ ଉପାୟରେ, ସେଥିରେ ସନ୍ଦେହ ନାହିଁ। ଏବଂ ଯେଉଁମାନେ ତାଙ୍କ ବିରୁଦ୍ଧରେ ମତାମତ ଦେଇଛନ୍ତି, ଅନ୍ୟ ଦଳ ସପକ୍ଷରେ ମତାମତ ଦେଇଛନ୍ତି, ସେମାନେ ମଧ୍ୟ ଉକ୍ତ ଦଳମାନଙ୍କ ଦ୍ୱାରା ଉପକୃତ ହେଉଥିବେ, ଏଥିରେ କିଛି ସନ୍ଦେହ ନାହିଁ। କିନ୍ତୁ ନିରପେକ୍ଷ ମତାମତ ଦେବା ପାଇଁ ମାନେ ଭାରତବର୍ଷରେ ଏପର୍ଯ୍ୟନ୍ତ କୌଣସି ମିଡ଼ିଆ ନାହାନ୍ତି, କାରଣ ଅଧିକାଂଶ ମିଡ଼ିଆ ରାଜନୈତିକ ଦଳ ଦ୍ୱାରା ନିୟନ୍ତ୍ରିତ ହୋଇ ଆସିଛନ୍ତି ଏବଂ ହେବେ ମଧ୍ୟ ଭବିଷ୍ୟତରେ। ସେଇ ଦୃଷ୍ଟିରୁ ଦେଖିଲେ ଆମେ ମିଡ଼ିଆର ମତାମତ ନେଇକରି ଆମେ ଏଥିରେ ଉତ୍ସାହିତ ହେବାର କୌଣସି କାରଣ ନାହିଁ କିମ୍ବା ହତୋତ୍ସାହ ହେବାର କିଛି ଆବଶ୍ୟକତା ନାହିଁ। ଓଡ଼ିଶାରେ ନବୀନଙ୍କର ପ୍ରତି ଜନସମର୍ଥନ କମିଯାଇଛି ବୋଲି ଯାହା କେତେକ ଗଣମାଧ୍ୟମ କହୁଛି, ମୁଁ ସେମାନଙ୍କ ସହିତ ଏକମତ ନୁହେଁ। କାରଣ ଓଡ଼ିଶାରେ ନବୀନ ବାବୁ ଶାସନ କ୍ଷମତାକୁ ଆସିବା ପରଠୁ ଯାହା ସବୁ କରିଛନ୍ତି ସବୁ ବର୍ଗର ଲୋକମାନଙ୍କ ପାଇଁ, ସେଥିରେ ଓଡ଼ିଶାବାସୀ ତାଙ୍କ ଦ୍ୱାରା ଉପକୃତ ହୋଇଛନ୍ତି ଅତିମାତ୍ରାରେ। ଏବଂ ଏପର୍ଯ୍ୟନ୍ତ କୌଣସି ରାଜନୈତିକ ଦଳ ଦ୍ୱାରା ସେମାନେ ସେଭଳି ଉପକୃତ ହୋଇନାହାନ୍ତି। କେବଳ ଓଡ଼ିଶାବାସୀ ଯେଉଁଭଳି ଭାବରେ ଉପକୃତ ହୋଇଛନ୍ତି ଏବଂ ବିଜୁ ଜନତା ଦଳ ଯାହା ସବୁ କରିଛି ଓଡ଼ିଶାର ସାଧାରଣ ଜନତାଙ୍କ ପାଇଁ ଏବଂ ସବୁ ବର୍ଗର ଲୋକମାନଙ୍କ ପାଇଁ, ସବୁ ଧର୍ମର ଲୋକମାନଙ୍କ ପାଇଁ ଏବଂ ସବୁ ଧର୍ମାନୁଷ୍ଠାନ ପାଇଁ ସେଭଳି କୌଣସି ଦଳ କରିନାହିଁ। ତେଣୁ କଥା ହେଉଛି ଏଥର ଯେଉଁ ନିର୍ବାଚନ ହେଲା, ଏ ପ୍ରଥମ ଥର ପାଇଁ ଗୋଟେ ନିର୍ବାଚନ ହେଲା ଯାହାକି ଯେଉଁଥିରେ କି ଧାର୍ମିକ ଚିନ୍ତାଧାରା ସେ ଗୋଟେ ସାଧାରଣ ହେଲା ରୋଲ୍ ପ୍ଲେ କଲା। କାରଣ ଜୟ ଜଗନ୍ନାଥ କହିକିରି ଯେଉଁ ଦଳମାନେ ସବୁ ଆରମ୍ଭ କଲେ ତାଙ୍କର ପ୍ରଚାର ଏବଂ କିଛି ଜୟ ଶ୍ରୀରାମ କହି ତାଙ୍କର ପ୍ରଚାର ଆରମ୍ଭ କଲେ।